ଆଜ୍ଞା ମୁଁ ଯାଉଥିଲି 4ଟା ବେଳ ଟାଇମରେ ତାପରେ କାମରୁ ଯାଉଥିଲି ବାଟରେ ସାଇକେଲରେ ତାର ଛିଡ଼ିଲା ସେଇଠି ବିକାଶ ନାଗର ଲକ୍ଷ୍ମୀ ନାରାୟଣ ମନ୍ଦିର ଛିଡ଼ିଗଲା ତାର ମୋ ଦିହରେ ପଡ଼ିଗଲା ମୁଁ ପଡ଼ିଗଲି ପୁରା ପଡ଼ିଗଲି ପିଲା ନେଇକିରି ଟଙ୍କା ପଇସା କର୍ଜ ଦାମ କରିକିରି ମତେ ସହମକୁ ପଢ଼େଇଲେ ନେଇକିରି ଇଏ ଦେଖିଲେ ଯାଇକିରି ଥାନାରେ ରେଫର ଦିଆହେଲା ଇଏ ଦେଖିଲେ ଯାଇକିରି ଇଏ ଦେଖିକିରି ଆସିକିରି ଆଉ ପଇସା ପତ୍ର କିଛି ଦେଲେନି କ୍ଷତିପୂରଣ ଦେଇ ଦେଲେନି ନଦବା ଆଗରୁ କିଛି କହିବାକୁ ନଦେଲେ ସେଠୁ ଆମେ କର୍ଜଦାମ କରି ପଇସା ଇଏ କଲୁ ବିଲ୍ ରହିଗଲା 8 ବର୍ଷ କାଳ ବିଲ୍ ଯୋଉ ରହିଲା ଆମେ ଦେଲେନି କି ସିଏ ଆଇଲେ ଖାଲି ବିଲ୍ ଇଏ କରନ୍ତି ଯାଆନ୍ତି ଦେଖିକିରି ପଇସା ସେଠୁ ବଢି ବଢିକି ରହିଲା ସେ ହେତୁ କହୁଛନ୍ତି ଆମକୁ 36,000 ସୁଧ ମୂଳକ ଆମକୁ ଦବ ଆମେ ଗରିବ ଲୋକ 36,000 କୋଉଠୁ ଦବୁ। 2017 ମସିହାରେ ବାପା ଆମର ମିସ୍ତ୍ରୀ କାମ କରନ୍ତି ତ ରାସ୍ତାରେ ସେ ଯାଉଥିଲେ ଯିବା ଅବସ୍ଥାରେ ଗଛ ଡାଳ ଛିଡ଼ିକି ତାରରେ ପଡ଼ିକି ପଡ଼ି ଯାଇଥିଲେ ସ୍ପଟ ଉପରେ ମୁଁ ତାଙ୍କୁ ମେଡିକାଲ ଗଭର୍ଣ୍ଣମେଣ୍ଟ ମେଡିକାଲ ଆଗ ନେଇଥିଲି ସେଠି ଫଟୋ ଉଠାଇକି ପେପର ନ୍ୟୁଜ ମିଡିଆ ପ୍ରେସ୍ କରିକି ସମ୍ ମେଡିକାଲ ନେଇଯାଇଥିଲି ନେଲା ଭିତରେ ମେଡିକାଲ 7ଟାରୁ ଯେ ସମୟ 2ଟା ଯାଏଁ ମେଡିକାଲ ସମସ୍ୟା ବୁଝି ବୁଝି ରାତି 3ଟାକୁ ଆସିକି ମୋ ମାଆଙ୍କୁ ଧରିକି ବଡ ଭାଇଙ୍କୁ ଧରି ଗାଁ ସରପଞ୍ଚ ଗାଁ ଲୋକଙ୍କୁ ଧରିକି ଜଟଣୀ ଥାନା ଆଇଆଇସି ଥିଲେ ସେଠି ମୁଁ କେସ୍ ଦାବି କରିଥିଲି କେସ୍ ଦାବି କଲା ଭିତରେ ମୁଁ କେସ୍ ଟାକୁ କହିଲି ଯେ ତମ କେସ୍ ବୁଝାଯିବ ଆମେ ଜାଣିଛୁ ଘଟଣାସ୍ଥଳ କଣ ହେଇଛି ତା ପରଦିନ ଆସ 10ଟା ବେଳକୁ ତା ପରଦିନ 10ଟା ବେଳକୁ ଗଲା ବେଳକୁ ଆଇଆଇସି ଆମର ଆଇଆଇଟି କେସ୍ ରେ କଣ ବାବଦ ଯାଇଥିଲେ ମତେ ଘଣ୍ଟାଏ 2 ଘଣ୍ଟା ବସିଲେ କହିଲେ ସନ୍ଧ୍ୟା ବେଳକୁ ଆସ ମୁଁ ବସି ତାପରେ ସନ୍ଧ୍ୟା ବେଳ ଗଲା ଭିତରେ ଆମର ଇଲେକ୍ଟ୍ରିକ ଅଫିସରୁ ଜେଇ ଏସଡିଓ କୁ ଆଇଆଇସି ଡାକିଲେ ମତେ ଡାକିଲେ କହିଲେ କଣ ହେଇଛି ଆମେ ସବୁ ଜାଣିଛୁ ଘଟଣା ଏମିତି ଏଟା ତ କହିହବନି ଦୈବ ଦୁର୍ଘଟଣା କହିଲେ ଚଳେ ଯେହେତୁ ତମ ଗରିବ ଲୋକ ଆଉ ଯେହେତୁ କ୍ଷତିପୂରଣ ଏମିତି ଆମେ ଦବୁ କିଛି ଆଉ ତମେ ମେଡିକାଲ ଲୋକଙ୍କୁ ଖର୍ଚ୍ଚ କର ବହନ କର ଆମେ ସେ କଥା ବୁଝିବୁ କ୍ଷତିପୂରଣ ଦବୁ ତ ମେଡିକାଲ 8 ଦିନ ପରେ ଯାଇକି ଦେଖା କଲେ ଏସଡିଓ ଯାଇ ମତେ ଫୋନ ଆସିଲା ଯାଇଛନ୍ତି ଦେଖା କରିବା ଭଉଣୀ ମତେ କହିଲେ ଦେଖା କରିବାକୁ ଗଲା ଭିତରେ କହିଲେ କଣ ଆଜ୍ଞା ଆମେ ଲୋକଟା ବଞ୍ଚିବ କିନ୍ତୁ ଆଗମକୁ ପଇସା କ୍ଷତି କିଛି ଦିଅନ୍ତୁ ଟ୍ରିଟମେଣ୍ଟ ହେବେ ନା ଆମେ ସିଷ୍ଟମ ଅଫିସରୁ ଏମିତି କିଛି ନାହିଁ ଆଗମକୁ ଦେଇପାରିବୁନୁ ଆପଣ ହାତରୁ ବହନ କରନ୍ତୁ ଖର୍ଚ୍ଚ କରନ୍ତୁ ଲୋକ ଭଲ ହେଇକି ଆସୁ ଆପଣ ବିଲ୍ ଯାହା ହେଇଥିବ ସେଇ ଅନୁସାରେ ଆମେ ବହନ କରିବୁ ଲୋକ ମାସେ କାଳ ପଇଲେ ଭଲ ହେଇକି ଆସିଲା ପରେ ଦେଖିଲେ 1,30,000 1,60,000 ବିଲ୍ ହେଇଛି ଆସିଲେ ଅଫିସ ଭିତରକୁ ମତେ ଡାକିଲେ ଫୋନ କରିକି ଆସିଲା ଭିତରେ କହୁଛନ୍ତି ଏତେ ବିଲ୍ ହେଇଛି ଆମେ ଦେଇପାରୁନୁ ନବ ଯେ 5-10,000 ଆମେ ଦେଇପାରିବୁ ଆମେ ଏତିକି କଲେକ୍ସନ କରି ଷ୍ଟାଫ୍ ଦବୁ ମୁଁ ଆଜ୍ଞା ଏମିତି କେମିତି ହବ ଆପଣ କଥା ଦେଲେ ଆପଣ ଆଇଆସି ଏସଡିଓ ଯାଇ ଥିଲେ ମତେ କହିଲେ ଯେହେତୁ ଆପଣ ଦେବେ କ୍ଷତିପୂରଣ ଲୋକ ଆଉ ଏବେ ଖେଳୁଛନ୍ତି ଦେବେନି ନା ତାହେଲେ ତମେ ଯାହା କରିବା ତମ ହାତରେ ହଉ କର ଆମେ ଦେଇପାରିବୁନୁ ଏମିତି ହେଇକି କେସ୍ ଟା ଆମର ଦବେଇ ଦେଲେ କେସ୍ କଲେନି ତାପରେ ସେଇ ରାଗରେ ମୁଁ ଆଜ୍ଞା 8-9 ବର୍ଷ ପଇସା ଦଉନଥିଲି ଗାଁକୁ ଯାଉନଥିଲେ କଲେକ୍ସନ କରିବାକୁ ରାଗରେ ଦଉନଥିଲି ମୁଁ ଯେବେ ଗଲେ ମଝିରେ 2 ବର୍ଷ ପରେ କହିଲେ ପଇସା ଦିଅ କଣ କର ମୁଁ ପଇସା ଦବାକୁ ରାଜି ଅଛି ଆମ ଲାଇନ ଜାଣିଛୁ କିନ୍ତୁ ମୋ ବାପା ପୋଡି ଯାଇଥିଲେ ମୋର କ୍ଷତିପୂରଣ ଦଉନାହାନ୍ତି ଆପଣ ସେ କେସ୍ ଟା ବୁଝୁନାହାନ୍ତି ନା ସେଇଟା ଇଲେକ୍ଟ୍ରିକ ଫିଡ୍କୋ ସେସୁ ନେଇଥିଲେ ଏଇନା ତମେ ଟାଟା ନେଇଗଲୁ ସେ କେସ୍ କଣ ହେଇଛି ଆମେ ଜାଣିନୁ ସେ ଷ୍ଟାଫ ସବୁ ଯିଏ ଥିଲେ ଚେଞ୍ଜ ହେଲେଣି ଆମେ ଅଛୁ ଏମିତି ଦୌଡ଼ି ଦୌଡ଼ି ମତେ ହଇରାଣ କଲେ କିଛି ସମସ୍ୟା ବୁଝିଲେନି ନହେଲେ ଆମେ ତମ ଲାଇନ କାଟିଦବୁ ତ ମୁଁ ଭୟଭୀତ ହେଇକି 30,000 ମୋର ଲାଇନ ଜାଳିଥିଲୁ 15,000 ମୁଁ ଦେଇକି ଗଲି ତାପରେ ଗୋଟେ ନୋଟିସ ଏବେ 15 ଦିନ ତଳେ କରିଛନ୍ତି ଯେ ଆଡଭୋକେଟ ନୋଟିସ ଅଛି ତମର ବାଇପାସ ଫାଇନ ହେଇଛି ତା ବାବଦ 36,000 ଦିଅ ମୁଁ ଆଜ୍ଞା କଣ ଏବେ 36,000 ଫାଇନ ଆମେ ତ ଲାଇନ ଜାଳୁଛି 30,000 ଦେଇପାରୁନଥିଲୁ ବାପା ପଡିଗଲେ ମୋ କ୍ଷତିପୂରଣ ଦେଲେନି 30,000 ଫାଇନ ଲାଇନ ଜାଳୁଛୁ 15,000 ଦେଇକି ଗଲି କାଳିଆ ଖର୍ଚ୍ଚ କରି ପଇସା ନଥାଏ କି ଆପଣ ହଇରାଣ ଦମ କାହିଁ କରୁଛନ୍ତି ନିଜେ ଏସଡିଓ ଥିଲେ କହିଲେ ଆମେ କଣ କରିବୁ ସେ ତ ସିଆଡୁ ଆଇଛି ଫଟୋ ଛାଡିଲେ କହିଲେ ଏଇ ବାବଦ ଫାଇନ ହେଇଛି ଭଲ ମନ୍ଦ ତମେ ଦବା ବାହୁନ ଦବ 36,000 ଟେ ତମେ 50% ଡିସକାଉଣ୍ଟ ହେଇଛି ଆଉ ଏତିକି 18,000 ଟଙ୍କା ଦିଅ ତାହେଲେ ଆମେ କେସ୍ ସଲ୍ଭ କରୁ ନହେଲେ ନାହିଁ ମୁଁ ଆଜ୍ଞା ମୁଁ କୋଉଠୁ ଆଣିକି ଦେବି କଣ କରିବି ଏମିତି ହେଇକି ଥିଲା 8-10 ଦିନ ନୂଆ ମିଟର ବସେଇଲେ କହିବାରୁ ପୁଣା ମିଟର କାଢି ଦେଇଛନ୍ତି ଏବେ ଏ ଲାଇନ ସଡନ କାଲିଠୁ କାଟି ଦେଇଛନ୍ତି ଆମେ ଅସୁବିଧା ହଇରାଣ ରାତିରେ ଘରେ ମୋର ମା ରୋଗିଣା ଲୋକ ଏମିତି ଦଙ୍ଗ ଯାଉଛି।